ବର୍ଷା ଦିନ ଆସିଲେ ମାନେ ଆମ ଘର ଲୋକଙ୍କର ଗୋଟେ ଡିମାଣ୍ଡ ହେଇଯାଏ, ମଦରଙ୍ଗା ଶାଗ ପକୁଡ଼ି ବନା ସବୁଦିନ ପକୁଡ଼ି ବନା କହିବେ। ସେଥିପାଇଁ ଆଜି ଭାବିଲି ଯାଉଛି ଟିକେ ତାଙ୍କ ମନପସନ୍ଦର ପକୁଡ଼ିଟା ବନେଇ ଦିଏ। ଏଇ ବର୍ଷା ଦିନରେ ହିଁ ଏଇ ଶାଗଟା ମିଳେ ନା, ସେଥିପାଇଁ ସମସ୍ତଙ୍କର ଟିକେ ବହୁତ ଡିମାଣ୍ଡ ଥାଏ। ସେଥିପାଇଁ ଦେଖନ୍ତୁ ଶାଗ ତୋଳିକି ଆଣିକି ଏଠି ବେସନ ନେଇଛି, କିଛି କରି ପାଉଡ଼ର ନେଇଛି, ଅଳ୍ପ କିଛି ଗରମ ମସଲା, ସ୍ୱାଦ ଅନୁସାରେ ଲୁଣ ଦେବା, ଭୃସଙ୍ଗ ପତ୍ର, ଅଦା ଆଉ କଞ୍ଚା ଲଙ୍କାର ଛେଚା, ପିଆଜ। ଅଦା ଆଉ କଞ୍ଚା ଲଙ୍କାର ଛେଚା ପକାଇଲେ ନା ଏଥିରେ ଏଇଟା ଖାଇବା ପାଇଁ ବହୁତ ଭଲ ଲାଗେ। ବେସନ ଦେଇ ସାରିଲା ପରେ ଏଠି କାଟିକି ରଖିଥିବା ପିଆଜକୁ ଦେଇକି ଅଦା ଆଉ କଞ୍ଚା ଲଙ୍କାର ଛେଚାକୁ ବି ଦେଇଦେଲି। ତାପରେ ଯେଉଁ ଗୁଣ୍ଡ ମସଲା ନେଇଥିଲି ତାକୁ ସବୁ ଦେଇଲା ପରେ ସ୍ୱାଦ ଅନୁସାରେ ଲୁଣ ଦେଇଦେବା ଆଉ ଭୃସଙ୍ଗ ପତ୍ରକୁ ହାତରେ ଏମିତି ଛିଡ଼େଇକି ଦେଇଦେବା। ଭୃସଙ୍ଗ ପତ୍ରଟାକୁ ଛିଡ଼େଇକି ଦେଲେ ତା'ର ବାସ୍ନାଟା ଟିକେ ଭଲ ଲାଗେ। ମୁଁ ଛିଡ଼େଇକି ଦେଇ ସାରିଲା ପରେ ଅଳ୍ପ ଅଳ୍ପ ପାଣି ଦେଇକି ତାକୁ ଟିକେ ଗୋଳେଇ ନେଲି। ତାକୁ ବେଶୀ ପୁରା ପାଣିଆ କରିବେନି କି ପୁରା କାଠୁଆ କରିବେନି, ଏମିତି ବ୍ୟାଟରଟା ମୋର ଯେମିତି ଅଛି ସେମିତି ରଖିଲା ପରେ ମୁଁ ଯେଉଁ ମଦରଙ୍ଗା ଶାଗ ନେଇଥିଲି ତାକୁ ଟିକେ କାଟିଦେଲି। କାଟି ଦେଇ ସାରିଲା ପରେ ତା ଦେହରେ ଗୋଳେଇ ଦେଇକି ତାକୁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ରଖିଦେବା। ଏପଟେ ଗୋଟେ ଗ୍ୟାସ୍ରେ କଡ଼େଇ ବସେଇକି କଡ଼େଇରେ ତେଲ ଦେଇଦେବା ଆଉ ତେଲକୁ ଟିକେ ଗରମ ହେବାକୁ ଛାଡ଼ିବା। ତେଲ ଯେତେବେଳେ ଆମର ଗରମ ହେଇଯିବ ନା, ଗ୍ୟାସ୍ର ଫ୍ଲେମ୍କୁ ଏଠି ଲୋ କରିଦେବା, କାରଣ ଏଇଟା ଶାଗଟା ନା ଜଲ୍ଦି ଆମର ପକୁଡ଼ିଟା ହେଇଯିବ, ନହେଲେ ଶାଗ ସବୁ ପୋଡ଼ିଯିବ, ଖାଇବା ପାଇଁ ଜମା ବି ଭଲ ଲାଗିବନି। ଏଠି ମୋର ତେଲ ଗରମ ହେଲା ପରେ ମୁଁ ଗୋଟି ହାତରେ ଏମିତି ବରା ସେପ୍ର ହଉ କିମ୍ବା ପକୁଡ଼ି ସେପ୍ର ହଉ, ଆପଣଙ୍କୁ ଯେଉଁ ସେପ୍ର ପସନ୍ଦ ଆପଣ ସେଇ ସେପ୍ର ଦେଇପାରିବେ। ମୁଁ ଏଠି ମଦରଙ୍ଗା ଶାଗକୁ ଦେଇ ସାରିଲା ପରେ ଗ୍ୟାସ୍ର ଫ୍ଲେମ୍କୁ ତ ପୁରା ଲୋ କରିଥିବି, ତାକୁ 2ରୁ 3 ମିନିଟ୍ ଗଲା ପରେ ଆରପଟକୁ ନଉଟେଇ ଦେବା। ଆରପଟ ବି 2ରୁ 3 ମିନିଟ୍ ଯେତେବେଳେ ହେଇଯିବ ଆମେ ଜାଣିବା ଯେ ଏଠି ଆମର ପକୁଡ଼ି ପୁରା ରେଡ଼ି ହେଇଗଲା। ପକୁଡ଼ିର କଲର୍ ବି ପୁରା ଚେଞ୍ଜ ହେଇ ଆସିବ। ଏଇଠି ଦେଖନ୍ତୁ ମୋର କେମିତି କଲର୍ ଚେଞ୍ଜ ଆସିଛି। ତାପରେ ମୁଁ ପକୁଡ଼ିକି ଛାଣି ଦେଇକି ଆମ ଘରେ ସମସ୍ତଙ୍କୁ ନେଇକି ଦେଇଦେଲି। ନିଅ ତମ ମନ ପସନ୍ଦର ମଦରଙ୍ଗା ଶାଗର ପକୁଡ଼ି। ଶାଗ ପକୁଡ଼ି ଖାଇସାରିଲା ପରେ ମୋ ଭାଇ କହୁଛି ବହୁତ ବଢ଼ିଆ ହେଇଛି, କାଲି ଆଉ ଟିକେ ବନେଇ ଦେବୁ ତ। ମୁଁ ତାକୁ କହିଲି ମୁଁ ଆଉ କାଲି ବନେଇବିନି, ତୁ ନିଜେ ବନେଇ ଦେବୁ ଆଉ ମୋତେ ଦେବୁ। ସତରେ ସାଙ୍ଗମାନେ ଏଇ ପକୁଡ଼ିର ଟେଷ୍ଟ ଏତେ ଭଲ ଲାଗିବ ଯେ ଆପଣ ଥରେ ବନେଇଲେ ସବୁଦିନେ ଖାଇବା ପାଇଁ ଇଚ୍ଛା କରିବେ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ପସନ୍ଦ ଆସୁଛି ତେବେ ମୋ ଚ୍ୟାନେଲକୁ ନିଶ୍ଚିନ୍ତ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।